ଭାଗ୍ୟ କାହାରି ସାଥ ନୁହେଁ, ତଥାପି ସେ ବଦଳିଯାଏ। ଚରିତ୍ର ଲୁହା ନୁହେଁ, ତଥାପି ସେଥିରେ କଳଙ୍କି ଲାଗିଯାଏ। ମଣିଷ ଋତୁ ନୁହେଁ, ତଥାପି ସେ ବଦଳି ଯାଇଥାଏ। ଭଲ କର୍ମ କରିଚାଲ, କେହି ସମ୍ମାନ କରୁ ବା ନ କରୁ। ଯେବେ ସୂର୍ଯ୍ୟ ଉଦୟ ହୁଏ, ତେବେ କୋଟି କୋଟି ଲୋକ ନିଦ୍ରାରେ ଥାଆନ୍ତି, ତଥାପି ସୂର୍ଯ୍ୟ ଉଦୟ ହୁଅନ୍ତି। ବାପାର ପରିଶ୍ରମ ଓ ଘରର ପରିସ୍ଥିତି ଯିଏ ମନେ ରଖିଛି, ସେ କେବେ ବି ଖରାପ ରାସ୍ତାରେ ଯାଏ ନାହିଁ। ଗୋଟିଏ ଭୋକିଲା ପେଟ ହିଁ ବୁଝିପାରେ ମୁଠାଏ ଭାତର ମୂଲ୍ୟ କେତେ। ବୁନ୍ଦାଏ ପାଣି ହିଁ ଜାଣିପାରେ ଜୀବନର ମୂଲ୍ୟ କେତେ। ଗୋଟିଏ ଦୁଃଖୀ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ। ପ୍ରତ୍ୟେକ ବିଫଳତା ଆପଣଙ୍କ ସଫଳତାର ଗୋଟିଏ ପାଦ ନିକଟତର କରିଥାଏ। ତେଣୁ ଚେଷ୍ଟା ଜାରି ରଖନ୍ତୁ, ଦିନେ ନା ଦିନେ ନିଶ୍ଚୟ ମିଳିବ। କର୍ମ କରିଚାଲ, ଫଳର ଆଶା ରଖନି। ଉପରବାଲା ଉପରେ ବିଶ୍ୱାସ ରଖ, ଦିନେ ନା ଦିନେ ଆଶାଠାରୁ ଅଧିକ ମିଳିବ। ମନେ ରଖନ୍ତୁ, ପାଣିରେ ବୁଡ଼ି ରହିଲେ ମୃତ୍ୟୁ ନିଶ୍ଚିତ, ଭକ୍ତିରେ ବୁଡ଼ି ରହିଲେ ମୁକ୍ତି ନିଶ୍ଚିତ। ଗୋଟିଏ ଉଦ୍ଦେଶ୍ୟ ପାଇଁ କାମ କର, ପ୍ରଶଂସା ପାଇବା ପାଇଁ ନୁହେଁ। ନିଜ ପାଇଁ ଜୀବନ ଦିଅନ୍ତୁ, ଅନ୍ୟକୁ ପ୍ରଭାବିତ କରିବାକୁ ନୁହେଁ। ସମୟ କେତେବେଳେ ବଦଳିବ ତାହା କେହି ଜାଣିପାରିବେ ନାହିଁ। ଭାଗ୍ୟ କେବେ ସାଥ ଛାଡ଼ିଯିବ କେହି କହିପାରିବେ ନାହିଁ। ସେଥିପାଇଁ ସମୟ ଓ ଭାଗ୍ୟ ଉପରେ କେବେ ଅହଙ୍କାର କରିବା ଉଚିତ ନୁହେଁ। ଜନ୍ମର 21 ଦିନ ଠାରୁ ଜୀବନ ଆରମ୍ଭ, ମରଣର 12 ଦିନ ପରେ ଜୀବନ ଶେଷ। ଲୋଭ ମାୟାରେ ପଡ଼ି ଲୋକ କୁହନ୍ତି ସବୁ ମୋର, ସବୁ ମାୟାରେ ବାୟା। କାହାର ଖରାପ ସମୟ ଆସିଲେ ତାକୁ ଆଘାତ ଦିଅନି, ପାରୁଛ ଯଦି ତାକୁ ଯାଇ ସାହାଯ୍ୟ କର, କାରଣ ଖରାପ ସମୟଟା ତୁମର ବି ଦିନେ ଆସିପାରେ। ଝିଅମାନଙ୍କ ପାପ ଫୁଲ ପରି, ଯାହା ପାଣିରେ ବୁଡ଼େ ନାହିଁ, ବରଂ ପାଣିରେ ପହଁରି ପହଁରି ପାଟିରେ କଥା ହୁଏ। ଆଉ ପୁଅମାନଙ୍କ ପାପ ପଥର ପରି, ସେଥିପାଇଁ ପାଣିରେ ବୁଡ଼ିଯାଏ, ଯାହାଫଳରେ ପୁଅମାନଙ୍କ କଥାକୁ କେହି ଶୁଣିପାରନ୍ତି ନାହିଁ। ଯିଏ ଚାଲିଯାଇଛି ସେ ପୁଣି ଥରେ ଫେରି ଆସିନଥାଏ, କିନ୍ତୁ ଜୀବନରେ ଏମିତି ଏକ ମୋଡ଼ରେ ସେ ନିଶ୍ଚୟ ତୁମକୁ ଖୋଜିବ ଯେତେବେଳେ ତୁମେ ତା ପାଖରେ ନଥିବ। ଶାନ୍ତ ସରଳ ହୁଅ, ସ୍ମାର୍ଟ ନୁହେଁ। ଆମକୁ ଭଗବାନ ଗଢ଼ିଛନ୍ତି, କେଉଁ କମ୍ପାନୀ ନୁହେଁ। ଆଇନା ତା ଜାଗାରେ ଥାଏ, କିନ୍ତୁ ଚେହେରା ସର୍ବଦା ବଦଳୁଥାଏ। ଠିକ୍ ସେହିପରି ଜୀବନରେ କେବେ ଗର୍ବ ଆଉ ଅହଙ୍କାର କରନ୍ତୁ ନାହିଁ। ଭାଗ୍ୟ ସର୍ବଦା ବଦଳୁଥାଏ। ବାରମ୍ବାର ଅସଫଳ ହୋଇ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ବେଳେବେଳେ ପେନ୍ଥାର ଶେଷ ଚାବିରେ ବି ତାଲା ଖୋଲିଥାଏ। କାହାର ଟାଇମ୍ ପାସ୍ରେ ପଡ଼ି ନିଜ ଟାଇମ୍ ୱେଷ୍ଟ କରିବା ବଦଳରେ ସେ ଟାଇମ୍କୁ ନିଜ ସ୍ୱପ୍ନକୁ ପୂରଣ କରିବାରେ ଇନଭେଷ୍ଟ କରନ୍ତୁ। ଶାନ୍ତ ରହୁଥିବା ଲୋକକୁ ଦୁର୍ବଳ ଭାବିବା ହେଉଛି ଗୋଟିଏ ମୂର୍ଖାମି। ଯିଏ ମୁଣ୍ଡ ପୋତିକି ସହିପାରେ ସେ ମୁଣ୍ଡ ବି ଉଡ଼େଇପାରେ। କୌଣସି ବିଷୟକୁ ଗଭୀର ଭାବରେ ଚିନ୍ତା କରନ୍ତୁ ଓ ଭୁଲ ଠିକ୍ ନିଜେ ବିଚାର କରନ୍ତୁ ଏବଂ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ। କାରଣ କଥାରେ ଅଛି, ନିଜ କଥାରେ ଠାକୁର ଓ ପର କଥାରେ କୁକୁର। ଯେପରି ଲେମ୍ବୁର ଗୋଟିଏ ବୁନ୍ଦା ହଜାର ହଜାର ଲିଟର କ୍ଷୀରକୁ ନଷ୍ଟ କରିଦିଏ, ସେହିପରି ମନୁଷ୍ୟର ଅହଙ୍କାର ହିଁ ତାର ସମସ୍ତ ସମ୍ପର୍କକୁ ନଷ୍ଟ କରିଦିଏ। ଖୁସିରେ ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ: ସହିବାର ଓ ଶୁଣିବାର ଶକ୍ତି, ବୁଝିବା ଓ ବୁଝେଇବାର ଶକ୍ତି। କିଏ ପ୍ରଶଂସା କଲେ ଆମେ ବଡ଼ ହୋଇଯିବାନି, କି ନିନ୍ଦା କଲେ ଛୋଟ ହୋଇଯିବାନି। ଆମର କର୍ମ ହିଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ଅନ୍ୟ କିଛି ନୁହେଁ। ସଂସାରରେ ମଣିଷ ଏକ ପ୍ରାଣୀ ଯାହାର ବିଷ ତା ଦାନ୍ତରେ ନୁହେଁ, ତା କଥାବାର୍ତ୍ତାରେ ଥାଏ। ନିଜର ଘର ଯେତେ ବି ଖରାପ ହୋଇଥାଉ ନା କାହିଁକି, ନିଜ ଘରେ ଯେତେ ସ୍ନେହ, ମମତା, ସଂସ୍କାର ମିଳେ, ସେଇଟା କୌଣସି ୟୁନିଭର୍ସିଟିରେ ମିଳେ ନାହିଁ। କଳା ଗୋରା, ସୁନ୍ଦର ଅସୁନ୍ଦର ମଣିଷର ପରିଚୟ ଦେଇନଥାଏ। ଦୁନିଆରେ ସୁନ୍ଦର ମଣିଷ ସେ ହୋଇଥାଏ ଯିଏ ରାଗିଯିବା ପରେ ବି କେବଳ ଛୋଟିଆ ହସରେ ସବୁକିଛି ଭୁଲି ଯାଇଥାଏ। ସୁଖରେ ଥିବା ଲୋକମାନେ ବୁଝନ୍ତି ନାହିଁ ଦୁଃଖ କ'ଣ। ସ୍ୱପ୍ନ ଦେଖୁଥିବା ଲୋକମାନେ ବୁଝନ୍ତି ନାହିଁ ବାସ୍ତବତା କ'ଣ। ସ୍ୱାର୍ଥପର ଲୋକମାନେ ବୁଝନ୍ତି ନାହିଁ ସମ୍ପର୍କ କ'ଣ। ଶୀତ ସକାଳର କୁହୁଡ଼ି ବି ଆମକୁ ଏକ ଶିକ୍ଷା ଦିଏ। ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖାଯାଉଛି, କିଛି ଚିନ୍ତା ନ କରି ସେତିକି ଯାଅ। ସେଠି ପହଞ୍ଚିବା ପରେ ରାସ୍ତା ଆପେ ଆପେ ଦେଖାଯିବ। ବହୁତ ଅଜବ ଥିଲା ଏହି 24 ମସିହା।
କିଏ ରଙ୍ଗ ବଦଳେଇଲା ତ ଆଉ କିଏ ସ୍ୱଭାବ, କିଏ ପସନ୍ଦ ବଦଳେଇଲା ତ ଆଉ କିଏ ମୋତେ ବଦଳାଇ ଦେଲା। ଲୋକମାନେ କୁହନ୍ତି କି ମୁଁ କ'ଣ କରିବି, ମୁଁ କିଛି କରିପାରୁନି, ମୋର କେହି ସାହାରା ନାହାନ୍ତି। କିନ୍ତୁ ମନେ ରଖନ୍ତୁ, ବେସାହାରା ଲୋକ ହିଁ ସବୁବେଳେ ଇତିହାସ ରଚିଥାନ୍ତି। ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି, ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରେ ନାହିଁ। କ୍ୟାଲେଣ୍ଡର ବଦଳିଗଲା ବୋଲି କ'ଣ ଜୀବନ ବଦଳିଗଲା? ତାହା ନୁହେଁ। ମନେ ରଖନ୍ତୁ, ଆପଣଙ୍କ ଜୀବନ ସେହିଦିନ ବଦଳିବ ଯେଉଁଦିନ ଆପଣଙ୍କ ପାଇଁ ଅନ୍ୟର ମୁହଁରେ ହସ ଫୁଟିପାରିବ। ଦୁନିଆର ଗୋଟିଏ ସତ କଥା, ଯେମିତି ପୂଜା ସରିଗଲେ ପ୍ରସାଦ ମିଳିଥାଏ, ସେହିପରି ସ୍ୱାର୍ଥ ସରିଗଲେ ଧୋକା ମିଳିଥାଏ। ଆଜିକା ଦୁନିଆରେ OTP ଭଳି ଲୋକ ଆଉ LIC ଭଳି କଥା ତ ବଡ଼ ବଡ଼ କରିଥାନ୍ତି, ହେଲେ ଠିକ୍ ସମୟରେ କାମରେ ଆସିନଥାଏ। ଗଙ୍ଗା ଦେହକୁ ଧୋଇଥାଏ କିନ୍ତୁ ମନକୁ ନୁହେଁ, କିନ୍ତୁ ପାପ ଦେହରେ ନୁହେଁ ମନରେ ଥାଏ। ଯଦି କେହି 24 ଘଣ୍ଟା ପୂର୍ବରୁ ଷ୍ଟୋରି ଡିଲିଟ୍ କରିଦିଅନ୍ତି, ଏହାର ଅର୍ଥ ଟାର୍ଗେଟ୍ ହେଇଥିବା ଲୋକ ଦେଖିସାରିଛି। ଏଠି ମାଲିକ ହେବାକୁ ହେଲେ ପ୍ରଥମେ ମୂଲିଆ ହେବାକୁ ପଡ଼ିବ। କୌଣସି କାମ ଛୋଟ ନୁହେଁ କି ବଡ଼ ନୁହେଁ, ନିଜ କାମକୁ ସମ୍ମାନ କର। ଦିନେ ସେହି କାମ ତୁମକୁ ରାଜା ବନେଇକି ହିଁ ଛାଡ଼ିବ। ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷ ଦେଖନ୍ତୁ। ମନେ ରଖନ୍ତୁ, ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ବାକି 4ଟି ଆଙ୍ଗୁଠି ନିଜ ଆଡ଼କୁ ରୁହେ। ଅଳ୍ପ ବୟସରୁ ମିଳିଥିବା ସୁଖ ମଣିଷକୁ କେବେ ବୁଦ୍ଧିମାନ ହେବାକୁ ଦେଇନଥାଏ, କିନ୍ତୁ ଅଳ୍ପ ବୟସରେ ମିଳିଥିବା ଦୁଃଖ ମଣିଷକୁ ବୁଦ୍ଧିମାନ ଓ ସଂସ୍କାର ଶିଖେଇଥାଏ। ଆଜି ଗୋଟେ ବଡ଼ ଶିକ୍ଷା ମିଳିଲା, ସମୟ ଆଉ ସାହାଯ୍ୟ ତାକୁ ଦିଅ ଯାହା ପାଖରେ ତୁମ ପାଇଁ ସମୟ ଥିବ। ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ ଯେତେବେଳେ ମଣିଷ ସମସ୍ୟାକୁ ସାମ୍ନା କରିବା ଶିଖିଯାଏ।